ଜୟ ଜଗନ୍ନାଥ। ସାଇନା ଓଡ଼ିଆ ଟେକ୍କୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ବର୍ତ୍ତମାନ ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ବଢ଼ିଲା ନୂଆ ଦାୟିତ୍ୱ। ଏଥିରେ ସମସ୍ତ ଅଙ୍ଗନବାଡ଼ି କର୍ମୀ ନେବେ ଏହି ଦାୟିତ୍ୱ। ଯଦି ଦେଖିବେ, ଆପଣ ନଜର ପକାଇବେ ଯେ ଅଙ୍ଗନବାଡ଼ି କର୍ମୀମାନେ ତୃଣମୂଳ ସ୍ତରରେ କାମ କରିଥାନ୍ତି। ଶିକ୍ଷା କ୍ଷେତ୍ରରେ ହେଉ, ସ୍ୱାସ୍ଥ୍ୟ ଏବଂ ଜନ୍ମ ମୃତ୍ୟୁ ଠାରୁ ସମସ୍ତ କାର୍ଯ୍ୟ ତୃଣମୂଳ ସ୍ତରରେ ଅଙ୍ଗନବାଡ଼ିଟି ଏହି କାମ କରିଥାନ୍ତି। ତେଣୁ ବର୍ତ୍ତମାନ ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ଗୋଟେ ନୂଆ ଦାୟିତ୍ୱ ଦେଇଛନ୍ତି। ତ କ'ଣ ରହିଛି ଏହି ନୂଆ ଦାୟିତ୍ୱ? ତ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତ ଜାଣିପାରିବେ ଯେ ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ କ'ଣ ବଢ଼ିଲା ନୂଆ ଦାୟିତ୍ୱ। ତେଣୁ ଯଦି ପ୍ରଥମ ଥର ଆମ ଚ୍ୟାନେଲକୁ ଆସିଛନ୍ତି, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ତେଣୁ ପ୍ରତ୍ୟେକ ଦିନ ଆପଣମାନେ ଅଙ୍ଗନବାଡ଼ି ଖବର, ଦେଶର ଯେକୌଣସି ରାଜ୍ୟର ଟେକ୍ନିକ୍ ଖବର ଆପଣମାନେ ଜାଣିପାରିବେ। ତ ଚାଲନ୍ତୁ ରହିଛି ରାଜ୍ୟ ସରକାର କ'ଣ ନୂଆ ଦାୟିତ୍ୱ ଦେଲେ ଅଙ୍ଗନବାଡ଼ି କର୍ମୀମାନଙ୍କୁ। ବର୍ତ୍ତମାନ ସମସ୍ତ ଅଙ୍ଗନବାଡ଼ି କର୍ମୀମାନଙ୍କୁ ମିଳିବ ନୂଆ ଦାୟିତ୍ୱ। ଏବଂ ଯେତେବେଳେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ହୁଏ, ତାର କିପରି ସୁପରିଚାଳନା କରିବା ଦାୟିତ୍ୱ ସମସ୍ତ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଦିଆଯିବ। ଏଥିପାଇଁ ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ଗୋଟେ ତାଲିମ ପ୍ରଦାନ କରାଯିବ। ଏଥିରେ ମହିଳା ଶିଶୁ କଲ୍ୟାଣ ବିଭାଗ ଏବଂ ରାଜ୍ୟ ବିପର୍ଯ୍ୟୟ ବିଭାଗ ସହିତ ଗୋଟେ ବୁଝାମଣା ସ୍ୱାକ୍ଷରତା ହୋଇଛି। ଏଥିରେ ସ୍ୱାକ୍ଷର ହୋଇଛି ସମସ୍ତ ଅଙ୍ଗନବାଡ଼ି କର୍ମୀମାନଙ୍କୁ କିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁକାବିଲା କରିବେ, ସେଥିପାଇଁ ଦାୟିତ୍ୱ ଦିଆଯାଇଛି। ତେଣୁ ସମସ୍ତ ଅଙ୍ଗନବାଡ଼ି କର୍ମୀ ଏଠି ତାଲିମ ନେବେ। ଏବଂ ତା ସହିତ ନଜର ପକାଇବେ ଯଦି ଯେ ରାଜ୍ୟର ମହିଳା ଶିଶୁ ବିଭାଗ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ତାଲିମ ସମ୍ପୂର୍ଣ୍ଣ କରିବାରେ ପ୍ରଥମ ବିଭାଗ ଭାବେ ପରିଗଣିତ ହୋଇଛି। ତେଣୁ ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ବଢ଼ିଲା ନୂଆ ଦାୟିତ୍ୱ।